হ্যালো গাইস, ଜୟ ଜଗନ୍ନାଥ, ଜୟ ମା ବିରଜା। ତ ଏଇଠି ଦେଖନ୍ତୁ ସକାଳୁ ସକାଳୁ ହଠାତ୍ ଆମେ ଉଠୁ ଉଠୁ ଶୁଣିବାକୁ ପାଇଲୁ ଯେ ଆମ ଗଛକୁ କିଏ ଜଣେ ଉପାଡ଼ିକି ଫିଙ୍ଗି ଦେଇଛି। ତ କଥା କ'ଣ ହେଲା ନା, କାଲି ସନ୍ଧ୍ୟାରେ ଆମେ ଗଛ ଲଗେଇକି ଆସିଥିଲୁ, ଆଉ ଆଜି ସକାଳୁ ଆମେ ଶୁଣୁ ଶୁଣୁ ହଠାତ୍ ଆମ ଗଛ କିଏ ଉପାଡ଼ିକି ଫିଙ୍ଗି ଦେଇଛି। ମନ ବହୁତ ଦୁଃଖ ହେଇଗଲା। ତାପରେ ଡଉଲ ଡାଉଲ ହେଇକି ଚାଲିକି ଆମେ ସେଠିକି ଗଲୁ, ଆଉ ଥରେ ସେ ଗଛ ଲଗେଇଲୁ। ଆଉ ତାପରେ ଏଇଠି ମୋ ଭଉଣୀ ସେ ସବୁ ଗଛରେ ଜନ୍ମ ପାଣି ଦେଉଛି। ତ ତାପରେ ସେଠୁ ଗଛରେ ପାଣି ଦେଇକି ଫେରିଲା ବେଳକୁ ଏଇଠି ଦେଖନ୍ତୁ ଆମ ଘରବାଲା ଆମ ଉପରେ ଦୟାକରି ପଠାଇ ଦେଇଛନ୍ତି ଗାଡ଼ିଟି। ତ ଆମେ ଏତେ ବ୍ରାଣ୍ଡେଡ଼ ଚାଷୀ ଯେ ସତରେ ନିଜକୁ ଗର୍ବିତ ଅନୁଭବ କରୁଛୁ। ଆମେ ଏମିତି ଚାଷ କରୁଛୁ ଯେ ଆମ ଘର ଲୋକ ସହି ନପାରି ଆମ ଉପରେ ଦୟାକରି ଗାଡ଼ିଟିକୁ ପଠାଇଦେଲେ ଆମକୁ ଆଣିବା ପାଇଁ। ତ ଆସିଲୁ, ଆମେ ଘରେ ପହଞ୍ଚିଗଲୁ, ବ୍ରେକଫାଷ୍ଟ କରି ଘରେ ବସିଥିଲେ। ଆଉ ତାପରେ ମୁଁ ଦେଖିଲି ଦୁଇଟା ଓଉ ଥୁଆ ହେଇଥିଲା। ତ ମୁଁ ଭାବିଲି କି ସେ ଓଉରେ ମୋ ସୁନ୍ଦର ସୁନ୍ଦର ହାତରେ ଟିକେ ଖଟା କରିବି। ତ ସେଥିପାଇଁ ମୁଁ ଓହ୍ଲେଇ ପଡ଼ିଲି ମଇଦାନ ଉପରକୁ। ଆଉ ଏଇଠି ବସିକି ମୁଁ ଖଟା କରୁଛି, ଆଉ ଏମିତି ଷ୍ଟାଇଲ୍ ମାରୁଛି, ମୁଁ ଏମିତି ଫୁଲେଇ ହେଉଛି ଯେ ମୋତେ ଲାଗୁଛି ଷ୍ଟାର ପ୍ଲସ୍ରେ ଯେଉଁ ଶୋଟା ଦିଏ ମାଷ୍ଟର ସେଫ୍, ସେଥିରେ ମୁଁ ଯାଇକି 2-3 ଥର ଖଣ୍ଡେ ୱିନର ହେଇପାରିଛି। ସେ ଯାହା ବି ହଉ, ମୋ ମୁହଁଟା ଟିକେ ଗ୍ଲୋ କରୁଛି OMG। ତ ମୁଁ ଏତେ ବି ଖରାପ ରୋଷେଇ କରେନି, ଭଲ ରୋଷେଇ କରେ। ତ ତାପରେ ଏଇଠି ଆମେ ବସିଗଲୁ ଖାଇବା ପାଇଁ ଲଞ୍ଚ। ତ ଏଇଠି ବସିକିନା ଆମେ ଲଞ୍ଚ ଦୁଇ ଭଉଣୀ ଖାଉଛୁ। ଆଉ ଏଇଠି ଦେଖ ମୋ ଭଉଣୀ କେମିତି ଷ୍ଟାଇଲ୍ ମାରୁଛି। ଆକ୍ଚୁଆଲି ସେ ଏଯାଏଁ ଖାଇବା ପାଟିକୁ ନେଇନି, କିନ୍ତୁ ଟିକେ ଷ୍ଟାଇଲ୍ କରିଦେଲା। ତ ତାପରେ ଆସିକି ମୁଁ ପହଞ୍ଚିଗଲି ମୋ ସାଙ୍ଗ ପାଖକୁ। ତ ଇଏ ହେଉଛି ମୋ ସ୍କୁଲ ଫ୍ରେଣ୍ଡ, ଚାଇଲ୍ଡହୁଡ୍ ଫ୍ରେଣ୍ଡ। ତ ଆଜିକାଲି ଦୁନିଆରେ ସ୍ୱାର୍ଥପର ସାଙ୍ଗ ମିଳୁଛନ୍ତି, ଯେଉଁମାନେ କି ଆମ ସହିତ ସ୍ୱାର୍ଥ ରଖିକି ସାଙ୍ଗ ହେଉଛନ୍ତି। କିନ୍ତୁ ସ୍କୁଲ ଫ୍ରେଣ୍ଡ ଏମିତି ସାଙ୍ଗ ଯେଉଁମାନେ କି ବିନା ସ୍ୱାର୍ଥରେ ଆମ ସହିତ ସାଙ୍ଗ ହୁଅନ୍ତି। ଆଉ ଯାହା ହଉ, ମୋତେ ଖୁସି ଲାଗୁଛି ଯେ ଆମ ଫ୍ରେଣ୍ଡସିପ୍ ଏମିତି ଅଛି। ତ ଏଇଟା ଗୋଟେ ପିସ୍ଫୁଲ୍ ଜାଗା। ତ ତାଙ୍କ ଘର ପାଖରେ ମୁଁ ଯାଏ, ଆଉ ଆମେ ସେଇଠି ବୁଲୁ, ଭଲ ଲାଗେ ଏ ଜାଗାଟା। ଯେହେତୁ ଆମେ ଗାଉଁଲି ପିଲା, ଗାଁରେ ସବୁ ଏଇଭଳିଆ ଜିନିଷ ମିଳିବ, ସହରରେ ତ ଏଗୁଡ଼ାକ ମିଳିବନି। ତ ଆମେ ନଈକୂଳିଆ ପିଲା, ନଈକୂଳ ଅଛି, ବିଲ ଅଛି, ବଣ ଅଛି, ବଢ଼ିଆ ଜାଗାଟା, ଆମେ ବୁଲୁ। ତ ଆଜିର ମୋର ଭିଡ଼ିଓଟା କେମିତି ଲାଗୁଛି ମୋତେ ନିହାତି ଜଣାଇବେ।